ଯାହା ମନରେ ମଳିନତା ରହିଛି ସେ ଶତବାର ତୀର୍ଥକ୍ଷେତ୍ରକୁ ଯାଇ ସେଠାରେ ସ୍ନାନ କଲେ ସୁଦ୍ଧା କଦାପି ସଜ୍ଜନ ହୁଏ ନାହିଁ। ଯେତିକି ଅକୁଣ୍ଠ ହେବ ଈଶ୍ୱରଙ୍କ କୃପାଲାଭ ସେତିକି ଅଧିକ ହେବ। ଫୁଲର ବାସ୍ନା ବାୟୁର ଅନୁକୂଳ ଦିଗରେ ଯାଏ, ମାତ୍ର ପ୍ରତିଭାର ବାସ୍ନା ବାୟୁର ପ୍ରତିକୂଳରେ ଯାଇପାରେ। ସୁନ୍ଦର ମର୍ତ୍ତ୍ୟରେ କେହି ମରିବାକୁ ଚାହେଁ ନାହିଁ, କିନ୍ତୁ କାଳ କାହାକୁ ଛାଡ଼େ ନାହିଁ। ସତ୍ୟକୁ ଆଶ୍ରୟ କରି ଚଳୁଥିବା ବ୍ୟକ୍ତି ଦୁଃଖ ପାଇଲେ ମଧ୍ୟ ପର ଜନ୍ମରେ ସୁଖ ଶାନ୍ତି ପ୍ରାପ୍ତ ହୁଏ। ସୁସ୍ଥ ରହିବାର କେତୋଟି ଉପାୟ। ଆମ୍ବ ଖାଇଲେ ହୃତ୍ପିଣ୍ଡ ସୁସ୍ଥ ରହିଥାଏ। ମଲ୍ଲଯୁଦ୍ଧ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ମାଛ ତେଲ ଶ୍ୱାସ ରୋଗକୁ ନିୟନ୍ତ୍ରଣ କରିଥାଏ। ଅଙ୍ଗୁରରେ କର୍କଟ ନିରୋଧକ ଶକ୍ତି ରହିଥାଏ। ମାତ୍ରାଧିକ ଭିଟାମିନ୍ ଶରୀର ପକ୍ଷରେ ହାନିକାରକ ହୋଇଥାଏ। ନିୟମିତ ବ୍ୟାୟାମ କଲେ ଶ୍ୱାସ ରୋଗରୁ ଆରାମ ମିଳିଥାଏ। ମିତ୍ରକୁ ମିତ୍ର ପରି ରହିବାକୁ ଦେବା ଆବଶ୍ୟକ। ମିତ୍ର ସାହାଯ୍ୟରେ ଅଶାନ୍ତ ସମୁଦ୍ର ବି ପାର କରି ହୁଏ। ଲୋକମାନେ ଆପଣଙ୍କୁ କିଛି କରିପାରିବ ନାହିଁ ବୋଲି କୁହନ୍ତି, ପୁଣି ସେହି ଲୋକମାନେ ଆପଣ ସଫଳତା ପାଇସାରିଲା ପରେ ଈର୍ଷା କରନ୍ତି। ମୁହଁରେ ହସ ଆଉ ଛାତି ଭିତରେ ଅନେକ ଯନ୍ତ୍ରଣାକୁ ନେଇ ବଞ୍ଚିବାର ମାନେ ହିଁ ଜୀବନ। ଜୟ ଶ୍ରୀ ଜଗନ୍ନାଥ।